एकदम मटन परी लाଗୁଛି ना किंतु एटा पूरा पूरी भेज। भिडियोटी को शेष पर्यंत देखंतु आ मु कोन बनौछि जानि परिबे। एई रेसिपीटी बनेबा पई गोटे पैन रे मु किछिटा गरम मसला को ड्राई रोस्ट करूछि जेमिति कि जीरा, धनिया, पानमधुरी, गोलमरिच, लवंग, डालचीनी आउ गोटे बड़ अळे एसबू को भल से ड्राई रोस्ट करदबा गोटे बढ़िया वासना आसीबो सेतिरु ताकू टिके ठंडा करिकि आमे बढ़िया से गुंड करदबा सेई गुंडरे आमे पकेबा अदा रसुण पियाज आउ मु गोटे नेइछि सुखिला लंका जदि आपण चाहिबे कंचा लंका पकेई परिबे कि सुखिला लंका भी अधिक पकेई परिबे बढ़िया से पेस्ट ହେଇଗଲା ଏବେ ମୁଁ କାଟିକି ରଖିଥିଲି କଠା ପଣସକୁ ଟିକେ ବଡ ବଡ କରିକି ତାକୁ ହଳଦୀ ଗୋଳେଇକି ରଖି ଦେଇଥିଲି ଗୋଟେ କରେଇରେ ତେଲ ପକେଇକି ଆମର ପଣସ କଠାକୁ ପକେଇଦବା ଲୁଣ ହଳଦୀ ସହିତ ଆଳୁ କାଟିକି ରଖିଥିଲି ସେଇଟା ପକେଇଦବା ଯୋଉଟା କି ଆମେ ନର୍ମାଲି ନନଭେଜ ରେ ଆଳୁ ଟିକେ ବଡ ବଡ କରି କାଟେ ବଢିଆ ଲାଗେ ଖାଇବାକୁ ସେଇଟା ପକେଇକି ଟିକେ ମିଡିୟମ ଫ୍ଲେମ ରେ ତାକୁ ଆମେ ବଢିଆ ସେ ଲାଲ ଲାଲ କରି ଭାଜିଦବା ଆଉ ଅଧା ଅଧି ଏବେ କରେଇରେ ନେଇଯିବା ସୋରିଷ ତେଲ ତେଜପତ୍ର କାଟିକି ରଖିଥିବା ପିଆଜକୁ ପକେଇ ଦେଇଛି ଲୁଣ ପକେଇ ଦେଇଛି ଟିକେ କଲର ପାଇଁ ପକେଇ ଦେଇଛି କାଶ୍ମୀରୀ ଲଙ୍କା ଗୁଣ୍ଡ ଆଉ ବାଟିକି ରଖିଥିବା ମସଲା ଏବେ ସେଥିରେ ଆମେ ପକେଇଦବା ଆମର ଟମାଟୋ ପିଉରି ସେଥିରେ ହଳଦୀ ପକେଇ ଦେଇଛି ଆଉ ମିଟ୍ ମସଲା ପକେଇ ଦେଇଛି ଟିକେ ଅଧିକ 2 ସ୍ପୁନ୍ ଭଳିଆ ସେଥିରେ ମୁଁ ଦିଟା ଗୋଟା ରସୁଣ ପକେଇଦେଲି ବଢିଆ ଲାଗିବ ଖାଇବାକୁ ଆଉ ଭାଜିକି ରଖିଥିବା ଆମର ପଣସ କଠା ଆଉ ଆଳୁକୁ ବି ପକେଇ ଦେଇକି ବଢିଆ ସେ କଷିଦେଲି କଷାଟା ବି ବଢିଆ ହେଇଗଲାଣି କଷି ହେଇଗଲା ପରେ ତା ଦେହରେ ମୁଁ ଗରମ ପାଣି କରିକି ରଖିଥିଲି ସେଇଟା ପକେଇ ଦେଇଛି ବେଶୀ ପାଣି ଦେଇନି ମୁଁ ଅଳ୍ପ ଝୋଳ ରଖିଛି ସେଥିରେ କସୁରୀ ମେଥି ଆଉ ଧନିଆ ପତ୍ର ପକେଇକି ଆମର ରେଡି ହେଇଗଲା ମଟନ ଭେଜ ମଟନ ଯୋଉଟା କି ପଣସ କଠା ତରକାରୀଟି ଏମିତି ବନେଇଲେ ମଟନ ଠାରୁ ଜମା ବି କମ ଲାଗିବନି ନିଶ୍ଚୟ ବନେଇକି ଖାଆନ୍ତୁ।